ଆଜିର ଅମୂଲ୍ୟ ବାଣୀ। ମଣିଷର ସବୁଠୁ ବଡ଼ ଶତ୍ରୁ ହେଉଛି ରାଗ। ପୃଥିବୀରେ ଅନେକ ପ୍ରକାର ଶତ୍ରୁ ଅଛନ୍ତି। କେହି ବାହାରେ ରହିଛନ୍ତି, କେହି ଭିତରେ। ବାହାରର ଶତ୍ରୁ ଆପଣଙ୍କୁ କେବଳ କିଛି ସମୟ ପାଇଁ କଷ୍ଟ ଦେଇପାରେ, କିନ୍ତୁ ଭିତରର ଶତ୍ରୁ ଯେତେବେଳେ ଜାଗିଥାଏ ସେ ଆପଣଙ୍କର ଶାନ୍ତି, ସମ୍ପର୍କ ଓ ସଫଳତାକୁ ଧ୍ୱଂସ କରିଦିଏ। ତା ଭିତରୁ ଶତ୍ରୁ ହେଉଛି ରାଗ, କ୍ରୋଧ। ରାଗ ହେଉଛି ଗୋଟିଏ ଅଗ୍ନି, ଯାହା ପ୍ରଥମେ ଯେଉଁ ଲୋକ ରାଗିଥାଏ ସେ ନିଜକୁ ହିଁ ଜାଳି ଦେଇଥାଏ। ରାଗ ଆସିଲେ କ'ଣ ହୁଏ? ରାଗ ହେଉଛି ଏମିତି ଗୋଟିଏ ଅବସ୍ଥା ଯେଉଁଠାରେ ମଣିଷର ବୁଦ୍ଧି ଅନ୍ଧାର ହୋଇଯାଏ। ସେ ଭଲ ଓ ଖରାପର ଭେଦ ଜାଣିପାରେ ନାହିଁ। ସେ ନିଜର ଭଲ ପାଉଥିବା ଲୋକଙ୍କୁ ମଧ୍ୟ ଆଘାତ ଦେଇଥାଏ ଏବଂ ପରେ ନିଜେ ଅନୁତାପରେ ଜୀବନ କାଟାଏ। ଯେତେବେଳେ ରାଗ ଆସେ ସେତେବେଳେ ହୃଦୟ ଗରମ ହୁଏ, ବୁଦ୍ଧି ନିଷ୍ପ୍ରଭ ହୁଏ ଏବଂ ମନ ଅଶାନ୍ତ ହୁଏ। ଗୋଟିଏ ମିନିଟରେ ରାଗ ଆପଣଙ୍କର ସମ୍ପର୍କ, ଶ୍ରେଷ୍ଠତା ଓ ସମ୍ମାନକୁ ନଷ୍ଟ କରିଦେଇପାରେ। ଶାସ୍ତ୍ର ଓ ଜୀବନ ଦୁଇଟି ଯାକ କୁହେ, ଯିଏ ନିଜ ରାଗକୁ ଜିତିପାରେ ସେହି ମଣିଷ ସବୁଠାରୁ ବଡ଼ ବିଜେତା। ରାଗ ଆପଣଙ୍କ ଶକ୍ତିକୁ ଖାଇଦିଏ, ଶାନ୍ତିକୁ ହରାଇ ଦିଏ ଓ ଆତ୍ମାକୁ ଅନ୍ଧକାର କରେ। ଯିଏ ନିଜ ରାଗକୁ ନିୟନ୍ତ୍ରଣ କରିପାରେ ସେ ସତ୍ୟ ଅର୍ଥରେ ଜୀବନର ମାଲିକ। ରାଗ କାହିଁକି ଆସେ? ରାଗ ଆସେ ଯେତେବେଳେ ଆମେ ଅନ୍ୟଙ୍କୁ ନିଜ ଇଚ୍ଛା ଅନୁସାରେ ଚଳାଇବାକୁ ଚେଷ୍ଟା କରୁ। ରାଗକୁ ଜିତିବାର ଉପାୟ: ମୌନ ରହିବା ଶିଖନ୍ତୁ। ରାଗ ଆସିଲେ ଉତ୍ତର ଦେବା ନୁହେଁ, ନୀରବ ରହିବା ହିଁ ସତ୍ୟ ସାହସ। ଗଭୀର ଶ୍ୱାସ ନିଅନ୍ତୁ। ମନକୁ ଶାନ୍ତ କରିବା ପାଇଁ 3 ଥର ଗଭୀର ଶ୍ୱାସ ନିଅ। ରାଗ ଆପେ ଆପେ ଶାନ୍ତ ହେବ। ସେହି ମୁହୂର୍ତ୍ତରୁ ନିଷ୍ପତ୍ତି ନ ନିଅନ୍ତୁ। ରାଗରେ ନେଇଥିବା ନିଷ୍ପତ୍ତି ସବୁଠାରୁ ଭୁଲ ହୁଏ। ମାନବତା ମନେ ପକାନ୍ତୁ। ଯିଏ ଆପଣଙ୍କୁ ରଗାଇଲା ସେ ମଧ୍ୟ ଏକ ମଣିଷ, ସେ ମଧ୍ୟ ଭୁଲ କରିପାରେ। ଧ୍ୟାନ ଓ ପ୍ରାର୍ଥନା କରନ୍ତୁ। ଶାନ୍ତ ମନ ରାଗକୁ ଦୂର କରିଥାଏ। ଧ୍ୟାନ ହେଉଛି ମନର ଔଷଧ। ଜୀବନରେ ଆପଣ ଯେତେବେଳେ ରାଗରେ କିଛି କହିଛନ୍ତି ବା କରିଛନ୍ତି ସେତେବେଳେ ପରେ ଅନୁତାପ ହୋଇଛି, କିନ୍ତୁ ଯେତେବେଳେ ଶାନ୍ତ ରହିଛନ୍ତି ସେତେବେଳେ ସମସ୍ତ କାମ ଆପେ ଆପେ ଠିକ୍ ହୋଇଯାଇଥାଏ। ତେଣୁ ରାଗିବା ହେଉଛି ଅଜ୍ଞାନର ଚିହ୍ନ, ଶାନ୍ତ ରହିବା ହେଉଛି ଜ୍ଞାନର ଚିହ୍ନ। ଯିଏ ନିଜ ରାଗକୁ ଜିତିଲା ସେ ଜୀବନକୁ ଜିତିଲା। ରାଗ ଏକ ଅଗ୍ନି ଯାହା ଶତ୍ରୁକୁ ନୁହେଁ, ନିଜ ଆତ୍ମାକୁ ଜଳାଇ ଦିଏ। ଶାନ୍ତ ମନ ହିଁ ଆନନ୍ଦ, ଶାନ୍ତି ଓ ଶକ୍ତିର ସତ୍ୟ ଉତ୍ସ। ଏ ଜୀବନ ଆମକୁ ଶିଖାଏ, ରାଗିଲେ କେବଳ ସମସ୍ୟା ବଢ଼େ, ସମାଧାନ ନୁହେଁ। ଶାନ୍ତିରେ ନିର୍ଣ୍ଣୟ ନିଅ, ତାହା ହେଉଛି ସଠିକ୍ ପଥ। ଯିଏ ଅପମାନରେ ମଧ୍ୟ ଶାନ୍ତ ରହିପାରେ ସେ ହିଁ ସତ୍ୟ ସାଧକ।